ଆପଣ ଜାଣିଥାନ୍ତୁ ଯେଉଁମାନେ ଏଠି ରହିବେ ଆପଣ ଜଣେ ସାମ୍ବାଦିକ ହିସାବରେ ସାମ୍ବାଦିକ ଆଇ କାର୍ଡ଼ ରହୁଛି ସେଇଭଳି ଆଧାର କାର୍ଡ଼ ପାନ୍ କାର୍ଡ଼ ଭୋଟର କାର୍ଡ଼ ଆପଣଙ୍କ ପାଖରେ ରହିବା ଆବଶ୍ୟକତା ଅଛି। ଯେଉଁମାନେ ସଫିସିଏଣ୍ଟ ପ୍ରୁଫ୍ ନ ଦେଖାଇ ପାରିବେ ହୁଏତ ଲୋକ ଆକ୍ରୋଶ ଭାବରେ କେତେବେଳେ ଏଠି ପଚାରୁଥିବା ଅଲଗା କଥା, କିନ୍ତୁ ପୋଲିସ ତରଫରୁ ସେମିତି କାହାକି ହଇରାଣ ହରକତ କରାଯାଉନି। କିନ୍ତୁ ଆଇ କାର୍ଡ଼ ମାଗୁଥିବେ ଆପଣଙ୍କର ବାଂଲାଦେଶ ଯେହେତୁ ଓଡ଼ିଶା ବାଲେଶ୍ୱର ଜିଲ୍ଲାରେ ଆମର ୱେଷ୍ଟବେଙ୍ଗଲ ଲାଗିଛି, ୱେଷ୍ଟବେଙ୍ଗଲର ଲୋକମାନେ ଯଦି ବି ଆସିକି ଏଠି ଫେରି କରୁଥିବେ ଆମର ଜରି ଖୁଣ୍ଟୁଛନ୍ତି ବହୁତ ଲୋକ ଡବା ପ୍ଲାଷ୍ଟିକ୍ ଡବା ହଉ ବୋତଲ ହଉ ଏମିତି ବି ସେମାନଙ୍କ ସଫିସିଏଣ୍ଟ ପ୍ରୁଫ୍ ରହିବା ଦରକାର। ଆମେ ବାଂଲାଦେଶୀ ଯେହେତୁ କୋଷ୍ଟାଲ ବେଲ୍ଟ ବର୍ତ୍ତମାନ ଆପଣଙ୍କର ବାଂଲାଦେଶର ଏବେ ଯେଉଁ ପରିସ୍ଥିତି ଅଛି ଆପଣ ସମସ୍ତେ ଜାଣିଛନ୍ତି, ସେଠୁ କାଳେ ଅନୁପ୍ରବେଶକାରୀ ପଶିଯିବେ, ଯେଉଁମାନେ ବି ପଶି ଯାଇଥିବେ ସେମାନଙ୍କର କିଛି ଭାଇ ବିରାଦାର ଏଠି ବିଗତ ଏଇ ଯେଉଁ 25 ବର୍ଷ ଭିତରେ ଆସିକି ରହିଯାଇଥିଲେ ବା ରହିଯାଇଛନ୍ତି। ଆପଣ ଆମ ପାଖରେ ବହୁତ ଖବର ବି ଅଛି। ବାଲେଶ୍ୱର କହିମି ଅଡ଼ାର ବଜାର ପାଖରେ ଯେଉଁ ପାଖରେ ରହିଛନ୍ତି କିଛି ମୁସଲିମ ଲୋକମାନେ ଅଛନ୍ତି, ସେମାନେ ଆମେ ବହୁତ ସମୟରେ କଥା ହଉ ଦେଖୁ, ସେମାନେ ବେଙ୍ଗଲର କଥା ହନ୍ତି, ସେମାନେ କହନ୍ତି ଆମର ୱେଷ୍ଟବେଙ୍ଗଲ ଘର, କିନ୍ତୁ ୱେଷ୍ଟବେଙ୍ଗଲ ନୁହେଁ ବାଂଲାଦେଶୀ। ସେମାନେ ଏଇ ଦୀର୍ଘ ଦିନ ଧରିକି ଯେଉଁପରି ଭାବରେ ଭୋଟ ନିଆଯାଉଥିଲା ସେମାନଙ୍କୁ କିଛି ଅନୁପ୍ରବେଶକାରୀ ପଶି ଯାଇଛନ୍ତି ରହିଛନ୍ତି, ସେମାନଙ୍କ ପାଖରେ ଭୋଟର ଆଇ କାର୍ଡ଼ ହେଇଯାଇଛି, ଆଧାର କାର୍ଡ଼ ମଧ୍ୟ ହେଇଯାଇଛି। ସେଇମାନଙ୍କର କିଛି ଲୋକ ସେ କାଳେ ପଶିଯିବେ କ'ଣ କରିବେ, ସେଥିପାଇଁ ପୋଲିସ ସଜାଗ ଅଛି 24/7। ସାଧାରଣ ଲୋକ ଆକ୍ରମଣ କରୁଛନ୍ତି ତାଙ୍କ ସେପଟେ, ସେମିତି ତ ମୋ ନଜର ନାହିଁ, ଆପଣଙ୍କ ପାଖରେ କ'ଣ ନଜର ଥିବ ମୁଁ ଜାଣେ ନାହିଁ, କିନ୍ତୁ ସମସ୍ତଙ୍କ ପାଖରେ ମୁଁ ଏବେ ବୁଲୁଛି, ମୋ ପାଖରେ ଆଧାର କାର୍ଡ଼ ଅଛି, ମୋ ପାଖରେ ପାନ୍ କାର୍ଡ଼ ଅଛି, ମୋ ପାଖରେ ଭୋଟର ଆଇ କାର୍ଡ଼ ଅଛି, ଡ୍ରାଇଭିଂ ଲାଇସେନ୍ସ ବି ମଧ୍ୟ ଅଛି। ସେଇଭଳି ଯେଉଁମାନେ ଆପଣଙ୍କ ମାଧ୍ୟମରେ ବି ମୁଁ ବି ଅନୁରୋଧ କରିବି, ଯେଉଁ ବନ୍ଧୁମାନେ ଓଡ଼ିଶାର ଅଛନ୍ତି ବେଙ୍ଗଲୀ କଥା କହୁଛନ୍ତି, କମ୍ ସେ କମ୍ ସେମାନଙ୍କର ଆଇ କାର୍ଡ଼ ଭୋଟର ଆଇ କାର୍ଡ଼ ହଉ ଆଧାର କାର୍ଡ଼ ହଉ ରଖିଲେ କମ୍ ସେ କମ୍ ଲୋକ ଜାଣିଲେ କିଛି ଅସୁବିଧା ହେବନି।